କେମିତି ସୁନ୍ଦର ଭାବରେ କାମ ଦେଲା। ସେ ସତ୍ୟ ସାମନ୍ତ ରାୟ ଆଉ ସେ ଅନାଥ ଝିଅ ପ୍ରିୟା ମଧ୍ୟରେ ମୁଁ ଏମିତି ଗୋଟିଏ ଫାଟ ସୃଷ୍ଟି କଲି ଯେ ସେ ପ୍ରିୟା ପାଖରେ ପହଞ୍ଚିବା ପାଇଁ ତମର ତ ସବୁ ରାସ୍ତା ଖୋଲିଗଲା। ମାନିଗଲି ମ୍ୟାଡାମ, ତମ ପ୍ଲାନ୍ଟାକୁ ମୁଁ ମାନିଗଲି। ଆସିବ ପ୍ରିୟା ମୋ ପାଖକୁ ଧୀରେ ଧୀରେ ନିଶ୍ଚୟ ଆସିବ। ହେଲେ ମ୍ୟାଡାମ ତାପରେ ବି ଯଦି ପ୍ରିୟା ମୋର ନ ହେଲା ଉଠେଇ ଆଣ ଏ ଶାଳୀକୁ ଉଠେଇ ଆଣି ମୋ ରଙ୍ଗଶାଳାରେ ଫିଙ୍ଗି ଦିଅ। ତାକୁ ରାଜି କରିବା ଦାୟିତ୍ୱ ମୋର। ହଁ, ସେ ଯଦି ତମ ସ୍ତ୍ରୀ ହବାକୁ ରାଜି ନ ହେଲା ତାହେଲେ ମୁଁ କଣ କରିବି ଜାଣିଛ? ତାକୁ ଦେହଜୀବୀ ସଜେଇବା ପାଇଁ ମତେ ଆଦୌ ବେଶୀ ସମୟ ଲାଗିବନି। ପ୍ରିୟା ମୋ ପ୍ରେମିକା, ପ୍ରିୟା ମୋ ମାନସୀ, ମୋ ସ୍ପନ୍ଦନରେ ପ୍ରିୟା, ମୋ ନିଶ୍ୱାସରେ ପ୍ରିୟା। ପ୍ରିୟା ପାଇଁ ଦିନେ କି 2 ଦିନ କଣ ଦରକାର ପଡ଼ିଲେ ଗୋଟିଏ ଜନ୍ମ ବି ଅପେକ୍ଷା କରିବାକୁ ଅଛି। କିନ୍ତୁ ଗୋଟାଏ ମୁହୂର୍ତ୍ତକ ପାଇଁ ସେ ମୋତେ ଆପଣେଇ ନେବା ଦରକାର। କେବଳ ଗୋଟିଏ ମୁହୂର୍ତ୍ତକ ପାଇଁ। ତମେ ମଣିଷରୁ ମୁଠାଏ ପାଉଁଶ ହବ, ପାଉଁଶ। ଆଉ ସେଇ ପାଉଁଶ ଗଦା ଉପରେ ଠିଆ ହୋଇ ମୁଁ ମହାରାଜା ବୋଲି ଘୋଷଣା କରେ। ମହାରାଜା। ଆଉ ମୁଁ ତମେ ହବ ମହାରାଣୀ, ପାଟରାଣୀ। ତମେ ସତ କହୁଛ? ସତ କହୁଛି। ତମ ଦେହର ଯୋଉ ବାସ୍ନା ଆଉ ତମ ଦେହର ଯୋଉ ତାତି, এই বাস্নারে মতে মোহ ଆଉ ଏ ତାତିରେ ସବୁଦିନ ପାଇଁ ଜଳି ପଡ଼ି ପାଉଁଶ ହେଇଯିବାକୁ ଇଚ୍ଛା ହୁଏ। ବାବୁ ରଙ୍ଗ ମିସ୍ତ୍ରୀ ବାବୁ, କାମ ସରିଗଲା ତ ମଜୁରୀ ଗଣ୍ଡାକ ପାଇଗଲେ ଚାଲିଯିବି। କଣ ଏଠି ଠିଆ ହେଇଛୁ ଭାଇ? ଆବେ ବାହାରକୁ ଯା ବାବୁ। ରଙ୍ଗ ବିଷୟଟା କଣ ଚିହ୍ନିଛନ୍ତି? ଆରେ ଏଥିରେ ଆଶ୍ଚର୍ଯ୍ୟ କଣ ଅଛି? ସେ ଅନେକ ଥର ଏଠି କାମ କରିବାକୁ ଆସିବ, ସେଇଥିପାଇଁ ଟିକେ ଚିହ୍ନ ପରିଚୟ ହେଇଯାଇଥିବ। କଣ? ଓହୋ, ବୁଝିଗଲି ବୁଝିଗଲି। ବାକି କଥା ମୁଁ ବୁଝାଇ ଦଉଛି, ଶୁଣନ୍ତୁ ବାବୁ। ଏଇ ମାନସୀ ମ୍ୟାଡାମ
ଯାହାଙ୍କର ଗୋରା ରଙ୍ଗର କମରକୁ ଜାବୁଡ଼ି ଧରି ତମେ ସ୍ତ୍ରୀ ସୁଖ ପାଉଥିଲ। ସେ ଗୋରା କମରରେ ଯେତେ ସବୁ ଚିହ୍ନ ଅଛି ସେ ସବୁ ଚିହ୍ନ ଗୁଡ଼ା ଏଇ ରଙ୍ଗ ମିସ୍ତ୍ରୀ ଶଙ୍କର ପ୍ରଧାନର ନଖ ଚିହ୍ନ ବାବୁ। ଆଉ ତମେ ଯୋଉ ପୋଖରୀରେ ବୁଡ଼ ପକେଇ ଗଙ୍ଗା ସ୍ନାନର ଆନନ୍ଦ ପାଉଛ ସେ ପୋଖରୀର ପାଣି ତ ପାଣି, ତାର ପଙ୍କ କାଦୁଅକୁ ବି ଘାଣ୍ଟି ଚକଟି ସାରିଛି ଏଇ ରଙ୍ଗ ମିସ୍ତ୍ରୀ ଶଙ୍କର ପ୍ରଧାନ। ରଙ୍ଗ ମିସ୍ତ୍ରୀ ନା ଏମିତି କହିଦିଆ କଥା କହୁଛି କଣ? କହୁନା, ଆରେ କୁହ, ସେ ବାବୁ କଣ ପଚାରିଲେ କୁହ, ଫିଏଟା କଣ ହେଇଛ? ତମ ପାଟିରେ କଣ କଣ୍ଟା ପିଟା ହେଇଛି? ଅଭଦ୍ର, ଆମେ ସତ ଏମିତି କଣ କଥା କହୁଥିଲେ? ଅଭଦ୍ର? ମୁଁ ଅଭଦ୍ର? ଆଉ ତମେ ଯିଏ ଗୋଟାଏ ନାରୀକୁ ଦିନଟାରେ ପୁଣି ଖୋଲାମେଲା କୁବାଟରେ କୁଣ୍ଢା କୁଣ୍ଢି କରେ ତାକୁ କଣ କୁହାଯିବ ତମେ କହୁନ? ଆରାମ ଶୀଘ୍ର କୁହନ୍ତୁ ଏଇଟା କିଏ? ୟା ଜୀବଟାକୁ ଛିଣ୍ଡାଇ ଫୋପାଡ଼ି। ଶୁଣନ୍ତୁ ବାବୁ, এই রঙ্গ মিস্ত্রি শঙ্কর প্রধান হচ্ছে তম মানসী ম্যাডামক স্বামী। আবে গালুয়াটা কি রে? আবে এইটা পুনি ম্যাডামଙ୍କର স্বামী আই কোউଆରୁ দেখা যাଉନି। তারপরে ম্যাডাম তো কইଥିଲେ ତାଙ୍କ ସ୍ୱାମୀଟା ମରି ଫଟ ହେଇଯାଇ। মিছ କହିଛନ୍ତି ସିଏ, ମୁଁ ବଞ୍ଚିଛି। হ্যাঁ, তুমি ମୋ ପାଇଁ ମରି ଯାଇଛ। ମୁଁ ବଞ୍ଚିଛି। ୟା ଭିତରେ 20 ବର୍ଷ ଗଡ଼ି ଯାଇଛି। ଆରେ ତମର ସିନା ମୋ କଥା ମନେ ପଡୁନି, ହେଲେ ତମ ଝିଅ କଥା କଣ ତମର ଟିକେ ବି ହେଲେ ମନେ ପଡୁନି? ତାହେଲେ ମ୍ୟାଡାମଙ୍କର ଗୋଟେ ଝିଅ ବି ଅଛି। ଏ ମାନସୀ, ତମ ଝିଅଟା ତମରି ପରି ହେଇଛି ମାନସୀ, ଭାରି ଜିଦିଆ। 20 ବର୍ଷ ହେଲାଣି ଆମିଷ ଖାଉନି। କାହିଁକି ଜାଣିଛ? ତା ମା ଫେରିବ ବୋଲି ସେ ବ୍ରତ ରଖିଛି। ଆରେ ଏତେ ବଡ଼ ପିଲାଟା ହେଲାଣି ଏବେ ବି ରାତିରେ ବସି ଏକା ଏକା କାନ୍ଦେ। ମୁଁ ଯେତେବେଳେ ତାକୁ ପଚାରେ, ହେ ମା କଣ ହେଇଛି, ମତେ କୁହେ, ବାପା ମୋ ମା କଣ ମୋ ପାଖକୁ ଫେରିବନି, ସେ କଣ ତା ଝିଅକୁ ଭୁଲିଗଲା। ବାପା ତମ ପାଇଁ ନହେଲା ନାହିଁ, ସେ କଣ ତା ଝିଅଟା ପାଇଁ ଘରୁଟେ ହେଲେ ଆସିବନି। বাস বাস বাস, ବହୁତ ଭଲ ଡ୍ରାମା କରୁଛ ତମେ। ଶୁଣ, ତମର ଏ ନାଟକ ବନ୍ଦ କର, ଆଉ ଯେତେ ଶୀଘ୍ର ପାଠ କବାଡ଼ି ଚାଲିଛ। ମାନସୀ ନାହିଁ, ଏତେ ଦିନ ପରେ ତମକୁ ପାଇଛି ଯେତେବେଳେ ତମକୁ ଏଠୁ ସାଙ୍ଗରେ ନ ନେଇ ମୁଁ ତମେ ମତେ ନବ? ଓ ଅଧିକାରରେ ତମେ ମତେ ନବ? ସ୍ୱାମୀର ଅଧିକାରରେ ମାନସୀ। ଆରେ ମ୍ୟାଡାମ ତ କହିଲେ ତମେ ତାଙ୍କ ପାଇଁ ମରି ଯାଇଛ। ଆରେ ମୁଁ ଯଦି ମରିଯାଇଛି ତାହେଲେ ତମ ମ୍ୟାଡାମଙ୍କ ହାତରେ ସେ ଶଙ୍ଖା କାହା ପାଇଁ, ଆଉ ସେ ମଥାରେ ସିନ୍ଦୁର କାହା ପାଇଁ? ଠିକ ଅଛି, একদম রাইট কইছ তুমি। ଏ ସଖା ଶୀଘ୍ର ମୁଁ ପିନ୍ଧିଲି ଯେ ମତେ ଯେମିତି ବେଳେ ଲାଗୁଛି ଏଗୁଡ଼ା ପିନ୍ଧି ମୁଁ ଅନିଶ୍ୱାସ ହେଇଯାଇଛି। ଦେଇଥିଲ ତ ନେଇଯା। ନାଇଁ ମାନସୀ ନାହିଁ। ତାପରେ ମ୍ୟାଡାମଙ୍କର ଯୋଉ ଷ୍ଟାଟସ୍, ଯୋଉ ଭଳିକା ଛୋଟ ଲୋକଟା ଯଦି ତାଙ୍କ ସ୍ୱାମୀ ହୁଏ ତାହେଲେ ମ୍ୟାଡାମଙ୍କର ଇଜ୍ଜତ ରହିବ ତ? ଶୁଣ, ମୋ ପାଇଁ ଘରର ମୂଲ୍ୟ କିଛି ବି ନାହିଁ। ଘର ମୋ ପାଇଁ ନାହିଁ, ସେଇଟା ମୋ ପାଇଁ ଘର ନୁହଁ, ସେଇଟା ହଉଛି ମୋ ପାଇଁ ନଷ୍ଟ ଠାରୁ ବି ମୂଲ୍ୟହୀନ। ମାନସୀ ନାହିଁ। ଆରେ ମୋ କଥା ମାନ, ଆମ ଘରକୁ ଫେରି ଚାଲ। ଆରେ କାହା ପାଇଁ ନହେଲା ନାହିଁ, ତମ ଝିଅଟା ପାଇଁ ତ ଫେରି ଚାଲ ତମେ। ଘର କହିଲି ପରା, ସେ ଘର ମୋ ପାଇଁ ନଷ୍ଟ ହେଇଯାଇଛି। ଦେଖ, ଭଲରେ ଭଲରେ କହୁଛି, ତମେ ଏଠୁ ଚାଲିଯାଅ। ମାନସୀ ନାହିଁ, ମାନସୀ। ଆରେ ମୋ କଥା ମାନ, ମୋ କଥା ମାନ ମାନସୀ, ମୋ କଥା ମାନ, ମୋ କଥା ମାନ, ଆମ ଘରକୁ ଫେରି ଚାଲ। ମାନସୀ ମାର।
ହେଲେ ହେଲେ ମୋ କଥା ମାନ ମାନସୀ, ଆମ ଘରକୁ ଥରୁଟେ ପାଇଁ ତମେ ଫେରି ଚାଲ। চুপ! একদম চুপ! গজেন্দ্র! আরে হাতটা তো ইয়াকে কেন চাইছো কর? বাস এই ইটেটাকে যেতে শীঘ্র বাঁচানো বার করো! এটো বাহারিব না নাই? ନାଇଁ ବାବୁ ନାଇଁ, ସେକେଣ୍ଡ ପରେ ମୋ ସ୍ତ୍ରୀକି ପାଇଛୁ ଯେତେବେଳେ ମୋ ସାଙ୍ଗରେ ନ ନେଇ ଜମାରୁ ଯିବିନି। বাহারিব না নাই? ନାଇଁ ବାବୁ ନାଇଁ, আবে বাহারিব না নাই? বাহারিব না নাই? ମୋ କଥାରେ ରାଜି ହେଇଯା ମାନସୀ, ମୋ କଥାରେ ରାଜି ହେଇଯା। ସ୍ୱାମୀ ହେଇ ତମ ଗୋଡ଼ ଧରୁଛି। বুঝছি তাহলে স্বামীর অধিকার এসব কହୁଛୁ না ঠিক আছে এই নে স্বামীর অধিকার এই নে আরে নে এই নেই যা স্বামী বড় স্বামীর অধিকার খুঁজো স্বামীর অধিকার আরে ওই এই নে তোর স্বামীত্ব বুঝো স্বামীর অধিকার দেখো তোমাদের এই নে তোর স্বামী বড়িয়া দেখো ଏ ମାନସୀ, ତୁମେ ସବୁ କଣ କଲ? ଏ ମାନସୀ ମ୍ୟାଡାମ, ଏ କଣ ଭାବୁଛ ମାନସୀ ମ୍ୟାଡାମ? ଏଇଆ ଭାବୁଛ ନା ଏତେ ସବୁ କରିସାରିଲା ପରେ ମୋ ପାଖରୁ ତମେ ମୁକ୍ତି ହେଇଗଲ? ନାଇଁ ମାନସୀ ମ୍ୟାଡାମ ନାଇଁ, ଏବେ ବି ବାହାରେ ଯାଇ ପାଟି କରି କହିବି ଶୁଣ ଶୁଣ ଶୁଣ, ଆରେ ସମସ୍ତେ ଶୁଣ, ଏ ହୋଟେଲର ମାଲିକାଣୀ ମ୍ୟାଡାମ ଆଦୌ ସମ୍ମାନୀୟ ନୁହନ୍ତି। ସେ ଜଣେ ଘଇତା ଛାଡ଼ି, ସେ କୋଉ କୋଟିପତି ଘରର ଝିଅ ନୁହନ୍ତି, କୋଉ ଲକ୍ଷପତି ସ୍ୱାମୀର ସ୍ତ୍ରୀ ନୁହନ୍ତି, ସେ ହେଉଛନ୍ତି ଏ ଶଙ୍କର ରଙ୍ଗମିସ୍ତ୍ରୀର ସ୍ତ୍ରୀ। କୁହ ମାନସୀ ମ୍ୟାଡାମ କୁହ, ଆରେ ଏତେ ସବୁ ହେଇସାରିଲା ପରେ ତମେ ରାସ୍ତାରେ ମୁଣ୍ଡ ଟେକି ବାଟ ଚାଲିପାରିବ ତ? ଆରକୁ ଗଲେ ତ ମ୍ୟାଡାମ এইটার রঙটাকে বদলাই দেবা। এই রঙ আছে, এই রঙরে তাকে এমিতি করিদেবা যে এ মଣିষরু যেমিতি ভূত হয়েଯିବ। এ লোকমানে যেমিতি কহিবে এই দেখ নীলবর্ণ সুগা